ॐ नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपात्तमहं वन्दे परमानन्दमाधवम्। निगमकल्पतरुगलितं फलं सुखमुखादमृतद्रवसंयुतं पिबतु भागवतं रसमालयं मुहुरः रसिका भुवि भावुक। दर्शक बंधु आपण मानंकु मोर कोटि कोटि प्रणाम। आज आमे माने पढ़िबा एकादशी महात्म्य। एकादशी एटा केउ एकादशी, एकादशी रो नाम कौन, एकादशी आमे माने कले कौन फल पाई थाउ, सबु उपवास ठारू एकादशी काहींकी बड़ होई थाए। चलंतु एही विषय माध्यम रे मु आपनंकु गाई सुनाइबी। प्रथमे मु पद्य रूप रे एहाकु गाइबी एवं एहा परे एहार सरल अर्थ बुझाई कहिबी। चलंतु सुनिबा। हाँ, जदि चैनल रे नुआ अछंती ताले सब्सक्राइब करिनेबे एवं बेल आइकन टी को प्रेस करिनेबे, काहेकि ना मु जेकोनोसी वीडियो अपलोड करिबी ताहा आपण मानंक पाखकु नोटिफिकेशन पहुंची जिवो। चलंतु आरंभ करिबा। युधिष्ठिर उवाच पुच्छन्ति पण्डुकुलमणि कहन्तु प्रभु चक्रपाणि। चैत्रर शुक्ल एकादशी कि नाम होइब विशेषी। श्रीकृष्ण उवाच कहन्ति कृष्ण पण्डुसुत शुणु ए पुराण वृत्तान्त। दिलीप राजा पचारन्ते वसिष्ठ कहिण जेमन्ते। दिलीप उवाच दिलीप पचारन्ते मुने कहन्तु अनुग्रह मने। चैत्रर शुक्ल एकादशी कि विधि केउ नामे भासी। वसिष्ठ उवाच अच्छा जे उत्तम विचारी। वसिष्ठ सुप्रशंसा करी बोलन्ति तुम्भ आगे कही। जाहार देवा विधि होई। चैत्रर शुक्ल एकादशी नामर कामदा प्रकाशी। एकादशी पुण्य फल पाप काष्ठकु दाना नल। शुण राजन एहा प्रथा पापाग्नि पुण्य दायी कथा। पूर्वे हे रम्य नागपुरे हेब निर्मित हर्म्य बरे। थिले जे बसी पुंडरीक प्रमुख नाग कदम्बक। मते उत्कट जेउमाने चाहन्ति विकट बदने। से पुरे राज्य कला एक
ନାଗ ନାମରେ ପୁଣ୍ଡରୀକ ଗନ୍ଧର୍ବ କିନ୍ନର ସେବିତ ହେଲା ସେ ଅପ୍ସରା ସହିତ ତହିଁ କହିଁ ଅପସରା ନାମେ ଲତିତା ରୂପ ତୋରା ଏକ ଗନ୍ଧର୍ବ ତହିଁ ସ୍ଥିତ ଲଳିତା ନାମରେ କଥିତ ଏ ଦୁହେଁ ପରସ୍ପର ମିଳି ରହିଲେ ଜାୟା ପତି ଭଳି ଧନ ରତନ ପୂର୍ଣ୍ଣପୁରେ ରହିଲେ ଦମ୍ପତି ସୁଖରେ ଲଳିତା ହୃଦୟେ ଲଳିତ ଲଳିତା ଲଳି ହୃଦଗତ ଏ ରୂପେ ଦୁହେଁ ପରସ୍ପରେ ବନ୍ଧା ହୋଇଲେ ପ୍ରେମ ଡୋରେ ଏକଇ ଦିନ ପୁଣ୍ଡରୀକ ସଭାରେ ଆଚରେ କୌତୁକ ଗନ୍ଧର୍ବ ବୃନ୍ଦ ଘେନି ସଙ୍ଗେ ପ୍ରବର୍ତ୍ତେ ଗାନ୍ଧର୍ବିଙ୍କ ସଙ୍ଗେ ଲଳିତ ଲଳିତାକୁ ସରି ପଦ ପଡ଼ିଲା ବନ୍ଧ ହୁଡ଼ି ସ୍ଫଳିତ ହୋଇଲା ରସନ ଆରୋହୀ ଅବରୋହ ଭିନ୍ନ ଲଳିତା ବିରହେ ତାପିତ ଲଳିତା ହୋଇଲା ନିୟୁତ ଯେଣୁ ଏ ପଦ ଚ୍ୟୁତ ଜାଣି କର୍କଟ ପୁଣ୍ଡରୀକ ଭଣି ପାଇ କର୍କଟ ବାକ୍ୟ ତପ କଲା ପୁଣ୍ଡରୀକ କୋପ କୋପେ ଶୋଣିତ ହେଲା ନେତା ଓଷ୍ଠ ସಮೇତ କମ୍ପେ ଗାତ୍ର ଲଳିତେ ପୁଣ୍ଡରୀକ ଶାପ ହୁଅତୁ ପିଶାଚ ସ୍ୱରୂପ ପୁରୁଷ ଅନନ୍ତ ହୋଇବୁ କ୍ରବ୍ୟ ରୁଧିର ଖାଉଥିବୁ ପତ୍ନୀ ବିଚ୍ଛେଦୁ ଦୁଃଖ ପାଇ ବୁଲିବୁ ବନ ଭୂମି ଯାଇ ଦେବାରୁ ନାଗ ରାଜା ଶାପ ଲଳିତ ହେଲା ରୁକ୍ଷ ରୂପ ବିରୂପ ଆଖି ମୁଖ ଶିର ଯେ ଦୃଷ୍ଟି ମାତ୍ରେ ଭୟଙ୍କର ଯୋଜନାୟତ ଦୁଇ ବାହୁ ମୁଖ କନ୍ଦର ସମଜେହୁ ଚନ୍ଦ୍ର ସୂର୍ଯ୍ୟର ସମଦୃଶ୍ୟ ଗ୍ରୀବା ଯେ ପର୍ବତ ସଦୃଶ୍ୟ କୁପୁ ଅଧିକ ନାସାରନ୍ଧ୍ର ଅଧର ଜାଣି ଯୋଜନାର୍ଦ୍ଧ ହେଲା କୁସିତ ତା ଶରୀର ପ୍ରମାଣ ଅଷ୍ଟ ଯୋଜନର ଇଦୃଶ ରାକ୍ଷସ ହୋଇଲା କର୍ମର ଫଳକୁ ଭୁଞ୍ଜିଲା ଦେଖି ପତିର ଏ ଆକୃତି
ଲଳିତା ଅତି ଦୁଃଖେ ଚିନ୍ତି, କାହିଁ ମୁଁ ଯିବି କି କରିବି, କି ବ୍ରତ ତପ ଆଚରିବି, ପାପେ ପୀଡ଼ିତ ହେଲେ ସତ, ପାଇଲେ ଦୃଶ ଦୁର୍ଗତ, ଯେଉଁ ନାୟିକା ନାୟକର, ଦେଖି ଆଖିରେ ଦୁଃଖ ଭାର, ନ କରେ ତହିଁ ପ୍ରତିକାର, ସେ କାହିଁ ନ ପାଏ ଧିକାର, ଏମନ୍ତ ପୁଣ୍ୟ କରି, ସ୍ମରଣ କରି ଅପସରି, ସର୍ବତ୍ର ଦୁଃଖ ବୃଦ୍ଧି କରି, ଗଲା ନାୟକ ଅବଧାରୀ, ଦେଖି ପତିର ଦୁରାଚାର, ଅତ ଦୁରନ୍ତ ସେ ଆକାର, ରୋଦନ କରି ଦୁଃଖ ଭରେ, ସଞ୍ଚାର ପତିର ସଙ୍ଗରେ, ବନେ ଥାନ୍ତି ମୁନିମାନେ, ଜାଣନ୍ତି ସର୍ବନୁମାନେ, ଦୈବ ବଶେ ମୁଁ ଦେଖନ୍ତି, ପତିଙ୍କ ଦୁଃଖକୁ କହନ୍ତି, ଦେଖିଲା ଭାଗ୍ୟ ବଂଶୁ ଯହିଁ, ଏକାହି ଆଶ୍ରମେ ଅଛଇ, ଦେଖିଲା ତହୁଁ ମୁନିଶ୍ଚର, ସୁଶାନ୍ତ ଅତି ସଦାଚାର, ଆନନ୍ଦ ବେଗେ ଅଗ୍ରେ ମିଳି, ଲଳିତା ନମିଲା ଉଛୁଳି, ମୁନିଏ ଦେଖି ପଚାରିଲେ, କେଣେ ତୁ ଅଇଲୁ ବଇଲେ, କାହାର ପ୍ରିୟା କିସ କାମ, କହ ତୁ ସତ୍ୟ କି ତୋ ନାମ। ଲଳିତା ଉବାଚ ଗନ୍ଧର୍ବ ନିରଧ୍ୱଜା ନାମ, ସେ ମୋର ଜନ୍ମ କର୍ତ୍ତା ଜାଣ, ଲଳିତ ନାମ ଯେ ଗନ୍ଧର୍ବ, ହେ ମୁନି ଜାଣ ସେ ମାଧବ, ନାମରେ ଲଳିତ ବିଦିତ, ନୃତ୍ୟାର୍ଥୟଃ ସମାଗତ, ରାଜା ଆଗରେ ପୁଣ୍ଡରୀକ, ତାଠାରେ ଦୋଷୀ ମୋ ନାୟକ, ସେ ମୋ ପତିକି ଶାପ ଦେଲେ, ରାକ୍ଷସ ହୁଅ ତୁ ବୋଇଲେ, ହେଲେ ସେ ରୌଦ୍ର ଦୁରାଚାର, ତାଙ୍କୁ ଦେଖି ମୋ ସୁଖ ଦୂର, ହେ ବିଜ୍ଞ ବର ଆଜ୍ଞା ଦେବ, ଯେଣେ ମୋ ଧନ ମୁକ୍ତ ହେବ। ଋଷିରୁବାଚ ଚୈତ୍ରର ଶୁକ୍ଳ ଏକାଦଶୀ, କାମଦା ନାମରେ ବିକାଶୀ, ସେ ବ୍ରତ ବିଧି ପୂର୍ବେ କରି, କର କହୁଛି ବିମ୍ବାଧରି, ଫଳ ସମର୍ପ ପତିଠାରେ, ମୁକ୍ତ ସେ ହେବ ପୁଣ୍ୟ ଭରେ,
ଶୁଣି ଏ ବାକ୍ୟ ମୁନିଙ୍କର, ଲଳିତା କଲା ତତପର। ଜାଗଇ ଜପ ଉପବାସ, ଯେ ଦାନ ଯେ ବିଧି ବିଶେଷ। ଦ୍ୱାଦଶୀ ଦିନେ ସ୍ନାନ କରି, ମୁନିଙ୍କ ପାଶେ ସେ ସୁନ୍ଦରୀ। ବାସୁଦେବଙ୍କ ଅଗ୍ରେ ଯାଇ, ଏମନ୍ତ ହାତ ଯୋଡ଼ି କହି, ହେ ମୁନି ତୁମ୍ଭ ଆଜ୍ଞା ପାଇ, କାମଦା ବ୍ରତ କଲି ତହିଁ। ଏ ଫଳ ଦେଲି ମୁଁ ପତିଙ୍କି, ପାଆନ୍ତୁ ସେ ଦିବ୍ୟ ଗତିକି। ଯଥା ବିଧିରେ ବ୍ରତ କରି, ପତିଙ୍କୁ ଦିଅନ୍ତେ ସୁନ୍ଦରୀ। ତକ୍ଷଣେ ସାପୁ ମୁକ୍ତ ହୋଇ, ଲଳିତ ପୂର୍ବ ଦେହ ପାଇ। ଲଳିତା ସଙ୍ଗରେ ଲଳିତ, ରସିଲା ହୋଇ ଅଳଙ୍କୃତ। ଦେଖି ବିମାନ ଉପସ୍ଥିତ, ମୁନିଙ୍କି କରି ପ୍ରଣମିତ। ବିମାନେ ଆରୋହି ସସ୍ନେହେ, ଗଲେ ସେ ଯାୟା ପତି ଦୁହେଁ। ଏମନ୍ତ ଜାଣ ନୃପ ଶ୍ରେଷ୍ଠ, କର୍ତ୍ତବ୍ୟ ଏ ବ୍ରତ ଗରିଷ୍ଠ। ଲୋକମାନଙ୍କ ହିତ ପାଇଁ, ତୁମ୍ଭର ଆଗେ କହିଲଇଁ। ବ୍ରହ୍ମ ହତ୍ୟାଦି ପାପମାନ, ବିନାଶୀ ଦେବ ପୁଣ୍ୟମାନ। ପିଶାଚ ମୋଚନକ ହୋଇ, ତିନି ଲୋକରେ ବ୍ରତ ନାହିଁ। ଏହାକୁ ପଢ଼ିଲେ ଶୁଣିଲେ, ବାଜପେୟର ଫଳ ମିଳେ। ଇତି ଶ୍ରୀ ବରାହ ପୁରାଣେ ଚୈତ୍ର ଶୁକ୍ଳ ଏକାଦଶୀ କାମଦା ମାହାତ୍ମ୍ୟେ ଦଶମ ଅଧ୍ୟାୟ। ଏକାଦଶୀର ପଦ୍ୟ ତ ଆପଣମାନେ ଶୁଣିଲେ। ଏବେ ଚାଲନ୍ତୁ ଏହି କାମଦା ଏକାଦଶୀକୁ ମୁଁ ଆପଣମାନଙ୍କୁ ଗଦ୍ୟ ରୂପରେ ବୁଝାଇ କହିବି। ଯୁଧିଷ୍ଠିର ପଚାରିଲେ, ହେ ବାସୁଦେବ, ଆପଣଙ୍କୁ ମୋର ନମସ୍କାର। କୃପା କରି ଆପଣ କହନ୍ତୁ ଯେ ଚୈତ୍ର ମାସ ଶୁକ୍ଳପକ୍ଷରେ କେଉଁ ଏକାଦଶୀ ପଡ଼େ? ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜନ୍, ଏକାଗ୍ର ଚିତ୍ତରେ ଏହି ପୁରାତନ କଥା ଶୁଣ, ଯାହା ରାଜା ଦିଲୀପ ପଚାରିବାରୁ ବଶିଷ୍ଠ ଋଷି କହିଥିଲେ। ରାଜା ଦିଲୀପ ପଚାରିଲେ, ଭଗବାନ, ମୁଁ ଗୋଟିଏ କଥା ଶୁଣିବାକୁ ଚାହୁଁଛି। ଚୈତ୍ର ମାସ ଶୁକ୍ଳପକ୍ଷରେ କେଉଁ ଏକାଦଶୀ ହୁଏ? ଋଷି ବଶିଷ୍ଠ କହିଲେ, ରାଜନ୍, ଚୈତ୍ର ଶୁକ୍ଳପକ୍ଷରେ କାମଦା ନାମକ ଏକାଦଶୀ ହୁଏ। ଏହା ପରମ ପୁଣ୍ୟମୟୀ। ପାପାରୂପୀ ଇନ୍ଧନ ପାଇଁ ଏହା ବାବାନଳ ସଦୃଶ। ପ୍ରାଚୀନ କାଳର କଥା। ନାଗପୁର ନାମକ ଏକ ସୁନ୍ଦର ନଗର ଥିଲା, ଯେଉଁଠି ସୁବର୍ଣ୍ଣର ମହଲ ତିଆରି ହୋଇଥିଲା। ସେହି ନଗରରେ ପୁଣ୍ଡରିକ ଆଦି ମହାଭୟଙ୍କର ନାଗ ନିବାସ କରୁଥିଲେ। ପୁଣ୍ଡରିକ ନାମକ ନାଗ ସେହି ସମୟରେ ସେଠାରେ ରାଜତ୍ୱ କରୁଥିଲା। ଗନ୍ଧର୍ବ, କିନ୍ନର ଓ ଅପ୍ସରାମାନେ ମଧ୍ୟ ଏହି ନଗରୀର ଉପଭୋଗ କରୁଥିଲେ। ସେଠାରେ ଲଳିତା ନାମ୍ନୀ ଶ୍ରେଷ୍ଠ ଅପ୍ସରା ଥିଲା। ତା ସଙ୍ଗରେ ଲଳିତ ନାମକ ଗନ୍ଧର୍ବ ମଧ୍ୟ ଥିଲା। ସେମାନେ ଦୁହେଁ ପତି ପତ୍ନୀ ରୂପରେ ରହୁଥିଲେ। ଉଭୟେ
परस्पर प्रति काम बासनारे पीड़ित रहुथिले। ललिता हृदय सदा पतिर मूर्ति एवं ललित हृदय मध्य ललितार मूर्ति निवास करुथिला। दिनकर कथा। नागराजा पुंडरीक राजसभारे बसी मनोरंजन करुथिले। एही समय ललित गाउथिला, किंतु ता संगे ता प्रेयसी ललिता नथिला। गाउ गाउ ताकू ललितार स्मरण होइगला। फलरे तार पादर गति मंथर होइगला एवं जिह्वा मध्य निजर नियंत्रण हराइला। नागश्रेष्ठ कर्कटक ललितर मानसिक संताप विषय जानी पारिले। एणु से राजा पुंडरीक को तार पाद अटकिबा एवं गाइबार त्रुटि हेबा कथा कहिला। एहा सुनी नागराज पुंडरीकर आखि क्रोधरे लाल होइगला। से गीत गाउथिबा कामातुर ललित को अभिशाप देला। मंदमती, तू मो सामनारे गाउथिबा समय मध्य पत्नीर बसीभूत होइगलु, एणु तू राक्षस होइजा। महाराज पुंडरीक एमिति कहिबा मात्रे से गंधर्व राक्षस होइगला। भयंकर मुख, विकटाल आखि ओ देखिला मात्रे भयजात हेबा भली राक्षस रूप धरी कर्मफल भोग करबाकू लागिला। ललिता निज पतिर विकटाल आकृति देखि मने मने बहुत चिंतित हेला। दुखरे अत्यंत कष्ट पाइला। भाबिला, कौन करिबी, केउठाकू जीवी, मो पति पाप करी कष्ट पाउछंती। से कांदी कांदी घन जंगल रे पतिंक पछे पछे बुलिबाकू लागिला। बनरे से गोटिए सुंदर आश्रम देखिला, जेउठारे जणे मुनि शांत होई बसिथिले। कौनसी प्राणी संगरे तांकर शत्रुता नथिला। ललिता शीघ्र सेठाकू गला एवं मुनिंको प्रणाम करी तांको सामनारे ठिया हेला। मुनि बड़ दयालु थिले। एही दुखिनी को देखी कहिले, देवी तुमे किए, केउठारु आसीछ, मो आगरे सत्य कुह। ललिता कहिला, महामुनि, वीरध्वना नामक जणे गंधर्व अछंती। सेही महात्मांकर मु झियो। मोर ना ललिता। मो स्वामी निजर पापदोष कारणरू राक्षस होई जाइछंती। तांकर ए अवस्था देखि मते शांति मिलुनाही। हे भगवान, एही समय मोर कर्तव्य कौन ताहा कहंतु। हे विप्रवर, जेउ पुण्य द्वारा मो पति राक्षस रूपरू मुक्ति पाइबे, एहा उपदेश दियंतु। ऋषि कहिले, भद्रे, एही समय रे चैत्र मास शुक्ल पक्षरे कामदा एकादशी पड़िब, जहा सर्व पाप हारिणी एवं उत्तम। तुमे विधिपूर्वक एही व्रत करी तार पुण्य तुम स्वामी को अर्पण कर। एही पुण्य प्रतापरे से किछि क्षण मध्यरे एही सापरू मुक्त होइजिबे। राजन, मुनिंकर एपरी वचन शुणी ललिता बड़ हर्षित हेला। से एकादशी दिन उपवास करी द्वादशी दिन सही ब्रह्मर्षिंक निकटरे ही भगवान वासुदेवंक श्री विग्रह समक्षरे निज पतिंक उद्धार निमंते एपरी प्रार्थना कला, मु जेउ कामदा एकादशी व्रत पालन कली, एहार पुण्य प्रभावरे मो पतिर राक्षस भाव दूर होई जाऊ। महर्षि वशिष्ठ कहिले, ललिता, एतिकी कहिबा मात्रे सही क्षणी ललितार पाप दूर होइगला। से दिव्य देह धारण कला, राक्षस भाव चलीगला एवं पुनः गंधर्वत्व प्राप्ति हेला। नृपश्रेष्ठ, सही दुई पति पत्नी कामदा एकादशी व्रतर प्रभावरे पूर्वापेक्षा अधिक सुंदर रूप धारण करी विमान रे आरूढ़ होई शोभा पाइबाकू लागिले। एहा जानी एही एकादशी व्रत को जत्नपूर्वक पालन करिबा उचित। मु लोकंक हित निमंते तुम सम्मुखरे एही व्रतर वर्णना कली। कामदा एकादशी व्रत ब्रह्म हत्या आदि पाप तथा पिशाचत्व आदि दोषर विनाशकारी होइथाए।
ରାଜନ୍, ଏହାର ପଠନ ଓ ଶ୍ରବଣ ଦ୍ୱାରା ବାଜପେୟୀ ଯଜ୍ଞର ଫଳ ପ୍ରାପ୍ତ ହୁଏ। ଚାଲନ୍ତୁ ଏକାଦଶୀ ବିଷୟରେ କିଛି ନିହାତି ଜାଣିବା କଥା ମୁଁ ଆପଣମାନଙ୍କୁ ବୁଝାଇ କହିବି। ମାନବ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ପରମାତ୍ମା ପ୍ରାପ୍ତି। ଶାରୀରିକ ସ୍ୱାସ୍ଥ୍ୟ, ମନୋବଳ ଓ ବୁଦ୍ଧିର ସାତ୍ୱିକତା, ଏହି ତିନୋଟିର ସମ୍ପୂର୍ଣ୍ଣ ମନୁଷ୍ୟ ହିଁ ଭୋଗ ଓ ମୋକ୍ଷ ପାଇଥାଏ। ଏହା ସହିତ ବିବେକପୂର୍ବକ କରାଯାଇଥିବା ଏକାଦଶୀ ଆଦି ବ୍ରତ ଉପବାସର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିର ସୂତ୍ର ଏଥିରେ ନିହିତ ଅଛି। ଏକାଦଶୀର ଉତ୍ପତ୍ତି ପ୍ରସଙ୍ଗ ଯେତିକି ରୋମାଞ୍ଚକର, ଏହାର ମହିମା ବର୍ଣ୍ଣିତ ହୋଇଥିବା କଥା ପ୍ରସଙ୍ଗ ସମୂହ ମଧ୍ୟ ସେତିକି ମନୋରମ। ଏକାଦଶୀ ବ୍ରତର ଉଭୟ ପକ୍ଷର ଶାସ୍ତ୍ରୀୟ ବିବେଚନା ତଥା ଏହି ବିଷୟରେ ପୂଜ୍ୟଶ୍ରୀଙ୍କ ଅମୃତ ବଚନର ସଂକଳନକୁ ଏହି ପୁସ୍ତକ ମାଧ୍ୟମରେ ଆପଣଙ୍କ କରକମଳରେ ପହଞ୍ଚାଇବାର ସୌଭାଗ୍ୟ ସମିତିକୁ ପ୍ରାପ୍ତ ହୋଇଛି। ସେବା କରିବାର ଏହି ସୌଭାଗ୍ୟ ଲାଭ ହୋଇଥିବାରୁ ହାର୍ଦ୍ଦିକ ପ୍ରସନ୍ନତା ହେଉଛି। ଅଚ୍ୟୁତାନନ୍ତ ଗୋବିନ୍ଦ ନାମୋଚ୍ଚାରଣ ଭେଷଜାତ୍ ନଶ୍ୟନ୍ତି ସକଳା ରୋଗା ସତ୍ୟଂ ସତ୍ୟଂ ବଦାମ୍ୟହମ୍। ଅର୍ଥାତ୍ ହେ ଅଚ୍ୟୁତ, ହେ ଅନନ୍ତ, ହେ ଗୋବିନ୍ଦ, ଏହି ନାମୋଚ୍ଚାରଣ ରୂପୀ ଔଷଧ ଦ୍ୱାରା ସମସ୍ତ ରୋଗ ନଷ୍ଟ ହୋଇଥାଏ। ଏହା ମୁଁ ସତ୍ୟ କହୁଛି, ସତ୍ୟ କହୁଛି, ସତ୍ୟ କହୁଛି। ଏକାଦଶୀ ରାତିରେ ଶ୍ରୀହରିଙ୍କ ପାଖରେ ଜାଗରଣର ମାହାତ୍ମ୍ୟ। ସର୍ବଧର୍ମର ଜ୍ଞାତା, ବେଦ ଓ ଶାସ୍ତ୍ରର ଅର୍ଥ ଜ୍ଞାନରେ ପାରଙ୍ଗମ, ସମସ୍ତଙ୍କ ହୃଦୟରେ ରମଣ କରୁଥିବା, ଶ୍ରୀ ବିଷ୍ଣୁଙ୍କ ତତ୍ତ୍ୱକୁ ଜାଣିଥିବା ତଥା ଭଗବତ୍ ପରାୟଣ ପ୍ରହ୍ଲାଦ ସୁଖପୂର୍ବକ ବସିଥିବା ସମୟରେ ତାଙ୍କ ପାଖକୁ ସ୍ୱଧର୍ମ ପାଳନ କରୁଥିବା ମହର୍ଷିଗଣ କିଛି ପଚାରିବାକୁ ଆସିଲେ। ମହର୍ଷିଗଣ କହିଲେ, ପ୍ରହ୍ଲାଦ, ଆପଣ ଏପରି ଏକ ସାଧନ କହନ୍ତୁ ଯେଉଁଥିରେ ଜ୍ଞାନ, ଧ୍ୟାନ ଓ ଇନ୍ଦ୍ରିୟ ନିଗ୍ରହ ବିନା ମଧ୍ୟ ଅନାୟାସରେ ଭଗବାନ ବିଷ୍ଣୁଙ୍କ ପରମପଦ ପ୍ରାପ୍ତ ହୁଏ। ସେମାନେ ଏପରି ପଚାରିବାରୁ ସମ୍ପୂର୍ଣ୍ଣ ଜଗତର ହିତ ନିମନ୍ତେ ସଦା ଉଦ୍ୟତ ରହୁଥିବା ବିଷ୍ଣୁଭକ୍ତ ମହାଭାଗ ପ୍ରହ୍ଲାଦ ସଂକ୍ଷେପରେ ଏହି ପ୍ରକାର କହିଲେ। ମହର୍ଷିଗଣ, ଯାହା 18 ଖଣ୍ଡ ପୁରାଣର ସାରାଂଶଠାରୁ ମଧ୍ୟ ସାରତତ୍ତ୍ୱ, ଯାହା କାର୍ତ୍ତିକ ପଚାରିବା ପରେ ଭଗବାନ ଶଙ୍କର ତାଙ୍କୁ କହିଥିଲେ, ତାହା ବର୍ଣ୍ଣନା କରୁଛି ଶୁଣନ୍ତୁ। ମହାଦେବ କାର୍ତ୍ତିକଙ୍କୁ କହିଲେ, ଯିଏ କଳିଯୁଗରେ ଏକାଦଶୀ ରାତିରେ ଉଜାଗର ରହି ବୈଷ୍ଣବ ଶାସ୍ତ୍ର ପାଠ କରେ, ତାର କୋଟି କୋଟି ଜନ୍ମର ସଞ୍ଚିତ 4 ପ୍ରକାର ପାପ ନଷ୍ଟ ହୋଇଥାଏ। ଯିଏ ଏକାଦଶୀ ଦିନ, ଯାହାକୁ ଏକାଦଶୀରେ ବୈଷ୍ଣବ ଶାସ୍ତ୍ରର ଉପଦେଶ ପାଳନ କରେ, ଯିଏ ଏକାଦଶୀ ଦିନ ବୈଷ୍ଣବ ଶାସ୍ତ୍ରର ଉପଦେଶ ପାଳନ କରେ, ସେ ମୋର ଅତି ପ୍ରିୟ ହୋଇଥାଏ। ଯିଏ କଳିଯୁଗରେ ଏକାଦଶୀ ରାତିରେ ଉଜାଗର ରହି ବୈଷ୍ଣବ ଶାସ୍ତ୍ର ପାଠ କରେ, ତାର କୋଟି କୋଟି ଜନ୍ମର ସଞ୍ଚିତ 4 ପ୍ରକାର ପାପ ନଷ୍ଟ ହୋଇଥାଏ। ଯିଏ ଏକାଦଶୀ ଦିନ ବୈଷ୍ଣବ ଶାସ୍ତ୍ରର ଉପଦେଶ ପାଳନ କରେ, ସେ ମୋର ଭକ୍ତ। ଯାହାକୁ ଏକାଦଶୀ ଜାଗରଣରେ ନିଦ୍ରା ଆସେ ନାହିଁ ତଥା ଯିଏ ଉତ୍ସାହପୂର୍ବକ ନାଚେ ଓ ଗାଏ, ସେ ମୋର ବିଶେଷ ଭକ୍ତ। ମୁଁ ତାଙ୍କୁ ଉତ୍ତମ ଜ୍ଞାନ ଦିଏ ଓ ଭଗବାନ ବିଷ୍ଣୁ ତାଙ୍କୁ ମୋକ୍ଷ ପ୍ରଦାନ କରନ୍ତି। ଏଣୁ ମୋର ଭକ୍ତଗଣ ବିଶେଷ ଭାବରେ ଜାଗରଣ କରିବା ଉଚିତ। ଯେଉଁମାନେ ଭଗବାନ ବିଷ୍ଣୁଙ୍କ ପ୍ରତି ବୈରଭାବ ରଖନ୍ତି, ସେମାନେ ମହାପାପୀ। ଯେଉଁମାନେ ଏକାଦଶୀ ଜାଗରଣ କରନ୍ତି ଓ ଗାଆନ୍ତି, ତାଙ୍କୁ ଅଧା ନିମିଷରେ ଅଗ୍ନିଷ୍ଟମ ତଥା ଅତିରାତ୍ର ଯଜ୍ଞ କରିବା ସମାନ ଫଳ ପ୍ରାପ୍ତ ହୁଏ। ଯେଉଁମାନେ ରାତ୍ରି ଜାଗରଣ ପୂର୍ବକ ବାରମ୍ବାର ଭଗବାନ ବିଷ୍ଣୁଙ୍କ ମୁଖାରବିନ୍ଦ ଦର୍ଶନ କରନ୍ତି, ତାଙ୍କୁ ମଧ୍ୟ ଏହି ଫଳ ପ୍ରାପ୍ତ ହୁଏ।
ଯେଉଁ ମନୁଷ୍ୟ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ଆଗରେ ଜାଗରଣ କରନ୍ତି ସେମାନେ ଯମରାଜଙ୍କ ପାଶରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ଦ୍ୱାଦଶୀ ଜାଗରଣ କରିବା ସମୟରେ ଗୀତା ଶାସ୍ତ୍ର ଦ୍ୱାରା ମନୋରଞ୍ଜନ କରନ୍ତି ସେମାନେ ମଧ୍ୟ ଯମରାଜଙ୍କ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ମରିଗଲେ ମଧ୍ୟ ଦ୍ୱାଦଶୀ ଜାଗରଣ ଛାଡ଼ନ୍ତି ନାହିଁ ସେମାନେ ଧନ୍ୟ ଓ ପୁଣ୍ୟାତ୍ମା ଅଟନ୍ତି। ଯେଉଁମାନଙ୍କ ପରିବାରର ସଦସ୍ୟମାନେ ଏକାଦଶୀ ରାତ୍ରିରେ ଜାଗରଣ କରନ୍ତି ସେମାନେ ମଧ୍ୟ ଧନ୍ୟ। ଯେଉଁମାନେ ଏକାଦଶୀରେ ଜାଗରଣ କରନ୍ତି ସେମାନେ ଯଜ୍ଞଦାନ ଗୟାଶ୍ରାଦ୍ଧ ତଥା ନିତ୍ୟ ପ୍ରୟାଗ ସ୍ନାନର ପୁଣ୍ୟ ଲାଭ କରନ୍ତି। ସେମାନଙ୍କୁ ସନ୍ନ୍ୟାସୀର ପୁଣ୍ୟ ମଧ୍ୟ ଲାଭ ହୁଏ ଏବଂ ତାଙ୍କ ଦ୍ୱାରା ଇଷ୍ଟାପୂର୍ତ କର୍ମସମୂହ ମଧ୍ୟ ଉତ୍ତମ ରୂପେ ପାଳନ ହୋଇଯାଏ। ଷଡ଼ାନନ ଭଗବାନ ବିଷ୍ଣୁଙ୍କ ଭକ୍ତ ଜାଗରଣ ସହିତ ଏକାଦଶୀ ବ୍ରତ କରନ୍ତି। ଏଥିପାଇଁ ସେମାନେ ସର୍ବଦା ମୋର ବିଶେଷ ପ୍ରିୟ। ଯିଏ ବର୍ଦ୍ଧିନୀ ଏକାଦଶୀ ରାତ୍ରିରେ ଜାଗରଣ କରେ ସେ ପୁନଃପ୍ରାପ୍ତ ହେବା ଥିବା ଶରୀରକୁ ସ୍ୱୟଂ ଭସ୍ମ କରିଦିଏ। ଯିଏ ତ୍ରିସ୍ପୃଶା ଏକାଦଶୀ ରାତ୍ରିରେ ଜାଗରଣ କରେ ସେ ଭଗବାନ ବିଷ୍ଣୁଙ୍କ ସ୍ୱରୂପରେ ଲୀନ ହୋଇଯାଏ। ଯିଏ ହରିବୋଧିନୀ ଏକାଦଶୀ ରାତ୍ରିରେ ଜାଗରଣ କରେ ତାର ସ୍ଥୂଳ ସୂକ୍ଷ୍ମ ସମସ୍ତ ପାପ ନଷ୍ଟ ହୋଇଯାଏ। ଯିଏ ଦ୍ୱାଦଶୀ ରାତିରେ ଜାଗରଣ ତଥା ତାଳସ୍ୱର ସହିତ ସଙ୍ଗୀତର ଆୟୋଜନ କରେ ତାକୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଯିଏ ଏକାଦଶୀ ଦିନ ଋଷିମାନଙ୍କ ଦ୍ୱାରା ରଚିତ ଦିବ୍ୟ ସ୍ତୋତ୍ର ଋଗ୍ବେଦ ଯଜୁର୍ବେଦ ତଥା ସାମବେଦର ବୈଷ୍ଣବ ମନ୍ତ୍ର ଅର୍ଥାତ୍ ବୈଦିକ ମନ୍ତ୍ର ସଂସ୍କୃତରେ ଓ ପ୍ରାକୃତରେ ଅନ୍ୟ ସ୍ତୋତ୍ର ଦ୍ୱାରା ଏବଂ ଗୀତ ବାଦ୍ୟ ଆଦି ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରେ ତାକୁ ଭଗବାନ ବିଷ୍ଣୁ ମଧ୍ୟ ପରମାନନ୍ଦ ପ୍ରଦାନ କରନ୍ତି। ଯ ପୁନଃ ପଠତେ ରାତ୍ରୌ ଗାତାଂ ନାମ ସହସ୍ରକମ୍ ଦ୍ୱାଦଶ୍ୟାଂ ପୁରତୋ ବିଷ୍ଣୁ ବୈଷ୍ଣବାନାଂ ସମାପତ ସ ଗଚ୍ଛେତ୍ ପରଂ ସ୍ଥାନ ଯତ୍ର ନାରାୟଣ ତୋୟମ୍। ଅର୍ଥାତ୍ ଯିଏ ଏକାଦଶୀ ରାତିରେ ଭଗବାନ ବିଷ୍ଣୁଙ୍କ ଆଗରେ ବୈଷ୍ଣବ ଭକ୍ତମାନଙ୍କ ନିକଟରେ ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ କରନ୍ତି ସେ ସେହି ପରମଧାମକୁ ଯାତ୍ରା କରନ୍ତି ଯେଉଁଠି ସାକ୍ଷାତ ଭଗବାନ ନାରାୟଣ ବିରାଜମାନ ଅଛନ୍ତି। ପୁଣ୍ୟମୟ ଭାଗବତ ତଥା ସ୍କନ୍ଦ ପୁରାଣ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। ମଥୁରା ଏବଂ ବ୍ରଜରେ ଭଗବାନ ବିଷ୍ଣୁଙ୍କ ବାଳ ଚରିତ୍ରରେ ଯେଉଁ ବର୍ଣ୍ଣନା କରାଯାଇଛି ତାକୁ ଯିଏ ଏକାଦଶୀ ରାତ୍ରିରେ ଭଗବାନ କେଶବଙ୍କ ପୂଜା ସାରି ପାଠ କରେ ତାର କେତେ ପୁଣ୍ୟ ଲାଭ ହୁଏ ଏହା ମୁଁ ମଧ୍ୟ ଜାଣେ ନାହିଁ। ହୁଏତ ଭଗବାନ ବିଷ୍ଣୁ ଜାଣିଥାଇପାରନ୍ତି। ପୁତ୍ର ଭଗବାନଙ୍କ ନିକଟରେ ଗୀତ ନୃତ୍ୟ ତଥା ସ୍ତୋତ୍ର ପାଠ ଆଦିରୁ ଯେଉଁ ଫଳ ଲାଭ ହୁଏ ତାହା କଳିଯୁଗରେ ଶ୍ରୀହରିଙ୍କ ନିକଟରେ ଜାଗରଣ କରିବା ସମୟରେ ବିଷ୍ଣୁ ସହସ୍ର ନାମ ଗୀତା ତଥା ଶ୍ରୀମଦ୍ ଭାଗବତ ପାଠ କଲେ ସହସ୍ର ଗୁଣ ହୋଇ ମିଳିଥାଏ। ଯିଏ ଶ୍ରୀହରିଙ୍କ ପାଖରେ ଜାଗରଣ କରିବା ସମୟରେ ରାତିରେ ଦୀପ ଜଳାଏ ତାର ପୁଣ୍ୟ 100 କଳ୍ପରେ ମଧ୍ୟ ନଷ୍ଟ ହୁଏ ନାହିଁ। ଯିଏ ଜାଗରଣ କାଳରେ ମଞ୍ଜରୀ ସହିତ ତୁଳସୀ ଦଳରେ ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜା କରେ ତାର ପୁଣି ଏହି ସଂସାରରେ ଜନ୍ମ ହୁଏ ନାହିଁ। ସ୍ନାନ ଚନ୍ଦନ ଲେପ ଧୂପ ଦୀପ ନୈବେଦ୍ୟ ଓ ତାମ୍ବୁଳ ଏସବୁ ଜାଗରଣ କାଳରେ ଭଗବାନଙ୍କୁ ସମର୍ପିତ କରାଗଲେ ଅକ୍ଷୟ ପୁଣ୍ୟ ଲାଭ ହୋଇଥାଏ। କାର୍ତ୍ତିକେୟ ଯେଉଁ ଭକ୍ତ ମୋର ଧ୍ୟାନ କରିବାକୁ ଚାହେଁ ସେ ଏକାଦଶୀ ରାତ୍ରିରେ ଶ୍ରୀହରିଙ୍କ ପାଖରେ ଭକ୍ତିପୂର୍ବକ ଉଜାଗର ରହିବା ବିଧେୟ।
ଏକାଦଶୀ ଦିନ ଯେଉଁ ଲୋକ ଜାଗରଣ କରନ୍ତି ତାଙ୍କ ଶରୀରରେ ଇନ୍ଦ୍ର ଆଦି ଦେବତା ବାସ କରନ୍ତି। ଯିଏ ଜାଗରଣ କାଳରେ ମହାଭାରତ ପାଠ କରେ ସେ ସେହି ପରମଧାମକୁ ଯାଏ ଯେଉଁଠାକୁ ସନ୍ନ୍ୟାସୀ ମହାତ୍ମାମାନେ ଯାଇଥାନ୍ତି। ଯିଏ ସେହି ସମୟରେ ଶ୍ରୀରାମଚନ୍ଦ୍ରଙ୍କର ଚରିତ୍ର ଦଶକଣ୍ଠବଧ ପାଠ କରନ୍ତି ସେମାନେ ଯୋଗବେତ୍ତାଙ୍କ ଗତିପ୍ରାପ୍ତ ହୁଅନ୍ତି। ଯେଉଁମାନେ ଶ୍ରୀହରିଙ୍କ ପାଖରେ ଜାଗରଣ କରନ୍ତି ସେମାନେ ଚାରି ବେଦର ସ୍ୱାଧ୍ୟାୟ, ଦେବତାଙ୍କ ପୂଜା, ଯଜ୍ଞାନୁଷ୍ଠାନ ତଥା ସମସ୍ତ ତୀର୍ଥରେ ସ୍ନାନ କରିଥାନ୍ତି। ଶ୍ରୀକୃଷ୍ଣଙ୍କ ଠାରୁ ବଡ଼ କୌଣସି ଦେବତା ନାହାନ୍ତି କି ଏକାଦଶୀ ଠାରୁ ବଡ଼ କୌଣସି ଅନ୍ୟ ବ୍ରତ ନାହିଁ। ଯେଉଁଠି ଭାଗବତ ଶାସ୍ତ୍ର ଅଛି, ଯେଉଁଠି ଭଗବାନ ବିଷ୍ଣୁଙ୍କ ନିମନ୍ତେ ଜାଗରଣ କରାଯାଏ ଓ ଯେଉଁଠି ଶାଳଗ୍ରାମଶିଳା ଅବସ୍ଥିତ ସେଠାରେ ସାକ୍ଷାତ ଭଗବାନ ବିଷ୍ଣୁ ଉପସ୍ଥିତ ଥାଆନ୍ତି। ଏକାଦଶୀ ବ୍ରତ ବିଧି। ଦଶମୀ ରାତ୍ରିରେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ତଥା ଭୋଗବିଳାସରୁ ମଧ୍ୟ ଦୂରେଇ ରୁହନ୍ତୁ। ଏକାଦଶୀ ଦିନ ପ୍ରାତଃକାଳରେ ଦାନ୍ତକାଠି ଅଥବା ପେଷ୍ଟର ଉପଯୋଗ କରନ୍ତୁ ନାହିଁ। ଲେମ୍ବୁ, ଜାମୁ ଅଥବା ଆମ୍ବପତ୍ର ଚୋବାଇ ଆଙ୍ଗୁଳିରେ କଣ୍ଠକୁ ଶୁଦ୍ଧ କରି ନିଅନ୍ତୁ। ଗଛରୁ ପତ୍ର ଛିଡ଼ାଇବା ମଧ୍ୟ ବର୍ଜିତ। ଏଣୁ ଆପେ ଝଡ଼ି ପଡ଼ିଥିବା ପତ୍ର ସେବନ କରନ୍ତୁ। ଯଦି ଏହା ସମ୍ଭବ ନ ହୁଏ ତେବେ କେବଳ ପାଣିରେ 12 ଥର କୁଳି କରି ପକାନ୍ତୁ। ପୁଣି ସ୍ନାନାଦି ନିତ୍ୟକର୍ମ ସାରି ମନ୍ଦିରକୁ ଯାଇ ଗୀତା ପାଠ କରନ୍ତୁ ଅଥବା ପୁରୋହିତ ଆଦିଙ୍କ ଠାରୁ ଶ୍ରବଣ କରନ୍ତୁ। ପ୍ରଭୁଙ୍କ ସମ୍ମୁଖରେ ଏଭଳି ପ୍ରତିଜ୍ଞା କରିବା ଉଚିତ ଯେ ଆଜି ମୁଁ ଚୋର, ପାଖଣ୍ଡୀ, ଦୁରାଚାରୀ ମନୁଷ୍ୟଙ୍କ ସଙ୍ଗରେ କଥାବାର୍ତ୍ତା ହେବି ନାହିଁ କି କାହାରିକୁ ଦୁଃଖ ଦେବି ନାହିଁ। ଗୋବ୍ରାହ୍ମଣ ଆଦିଙ୍କୁ ଫଳାହାର ଓ ଅନାଦି ଦେଇ ପ୍ରସନ୍ନ କରିବି। ରାତିରେ ଜାଗରଣ କୀର୍ତ୍ତନ କରିବି। ଓଂ ନମୋ ଭଗବତେ ବାସୁଦେବାୟ। ଏହି 12 ଅକ୍ଷର ବିଶିଷ୍ଟ ମନ୍ତ୍ର ଅଥବା ଗୁରୁମନ୍ତ୍ର ଜପ କରିବି। ରାମକୃଷ୍ଣ ନାରାୟଣ ଇତ୍ୟାଦି ବିଷ୍ଣୁ ସହସ୍ରନାମକୁ କଣ୍ଠର ଭୂଷଣ କରିବି। ଏହିପରି ପ୍ରତିଜ୍ଞା କରି ଶ୍ରୀ ବିଷ୍ଣୁ ଭଗବାନଙ୍କୁ ସ୍ମରଣ ପୂର୍ବକ ପ୍ରାର୍ଥନା କରନ୍ତୁ ଯେ ହେ ତ୍ରିଲୋକପତି, ମୋ ମାନ ମହତ ଆପଣଙ୍କ ହାତରେ। ଏଣୁ ମୋତେ ଏହି ପ୍ରତିଜ୍ଞା ପୂରା କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ମୌନ ଜପ, ଶାସ୍ତ୍ର ପଠନ, କୀର୍ତ୍ତନ, ରାତ୍ରି ଜାଗରଣ ଏକାଦଶୀ ବ୍ରତରେ ବିଶେଷ ଲାଭଦାୟକ ହୋଇଥାଏ। ଏକାଦଶୀ ଦିନ ଅଶୁଦ୍ଧ ଦ୍ରବ୍ୟରେ ତିଆରି ହୋଇଥିବା ପେୟ ପଦାର୍ଥ ପାନ କରନ୍ତୁ ନାହିଁ। ଥଣ୍ଡା ପେୟ, ଏସିଡ୍ ଆଦି ମିଶ୍ରିତ ଡବାବନ୍ଦ ଫଳରସକୁ ମଧ୍ୟ ପିଅନ୍ତୁ ନାହିଁ। 2 ଥର ଭୋଜନ କରନ୍ତୁ ନାହିଁ। ଆଇସ୍କ୍ରିମ୍ ଆଦି ଜିନିଷ ଖାଆନ୍ତୁ ନାହିଁ। ଫଳ କିମ୍ବା ଘରେ ତିଆରି ଫଳରସ ଅଥବା ଅଳ୍ପ କ୍ଷୀର କିମ୍ବା ଜଳ ପିଇ ରହିବା ବିଶେଷ ଲାଭଦାୟକ। ବ୍ରତର ଦଶମୀ, ଏକାଦଶୀ ଓ ଦ୍ୱାଦଶୀ ଏହି 3 ଦିନରେ କଂସା ବାସନ, ମାଂସ, ପିଆଜ, ରସୁଣ, ମସୁର ଡାଲି, ଚଣା, ଖୁଦ, ଶାଗ, ମହୁ, ତେଲ ଓ ଅଧିକ ଜଳ ସେବନ କରନ୍ତୁ ନାହିଁ। ବ୍ରତର ପୂର୍ବ ଅର୍ଥାତ୍ ଦଶମୀ ଓ ପରଦିନ ଅର୍ଥାତ୍ ଦ୍ୱାଦଶୀ ହବିଷ୍ୟାନ୍ନ ଯବ, ଗହମ, ମୁଗ, ସୈନ୍ଧବ ଲୁଣ, ଗୋଲମରିଚ, ମିଠା ଜିନିଷ, ଗୁଡ଼, ଚିନି ଇତ୍ୟାଦିର ଗୋଘୃତ ଥରେ ମାତ୍ର ଭୋଜନ କରନ୍ତୁ। ଫଳାହାରୀ କୋବି, ଗାଜର, ଶାଲଗମ, ପାଳଙ୍ଗ, କୁଲ୍ଫା, ଶାଗ ଇତ୍ୟାଦି ସେବନ କରିବା ଅନୁଚିତ। ଆମ୍ବ, ଅଙ୍ଗୁର, କଦଳୀ, ବାଦାମ, ପିସ୍ତା ଇତ୍ୟାଦି ଅମୃତ ଫଳ ସେବନ କରିବା ଉଚିତ। ଜୁଆ, ନିଦ୍ରା, ପାନ, ପରନିନ୍ଦା, ଚୁଗୁଲି, ଚୋରି, ହିଂସା, ମୈଥୁନ, କ୍ରୋଧ ତଥା ମିଥ୍ୟା କପଟାଦି ଅନ୍ୟ କୁକର୍ମରୁ ନିତ୍ୟାନ୍ତ ଦୂରେଇ ରହିବା ଉଚିତ।
ବଳଦ ପିଠିରେ ବସନ୍ତୁ ନାହିଁ। ଭୁଲବଶତଃ କୌଣସି ନିନ୍ଦୁକ ସଙ୍ଗରେ କଥା ହୋଇଗଲେ ଏହି ଦୋଷକୁ ଦୂର କରିବା ପାଇଁ ଭଗବାନ ସୂର୍ଯ୍ୟଙ୍କ ଦର୍ଶନ ତଥା ଧୂପ ଦୀପରେ ଶ୍ରୀହରିଙ୍କ ପୂଜା କରି କ୍ଷମା ମାଗିନେବା ଉଚିତ। ଏକାଦଶୀ ଦିନ ଘରେ ଝାଡ଼ୁ କରନ୍ତୁ ନାହିଁ। ଏଥିରେ ପିମ୍ପୁଡ଼ି ଆଦି ସୂକ୍ଷ୍ମ ଜୀବର ମୃତ୍ୟୁ ଭୟ ରହେ। ଏହି ଦିନ ବାଳ କାଟନ୍ତୁ ନାହିଁ। ମଧୁର ବଚନ କହନ୍ତୁ, କମ୍ କହନ୍ତୁ। ଅଧିକ କହିବା ଦ୍ୱାରା ନ କହିବା ଭଳି ବଚନ ମଧ୍ୟ ପାଟିରୁ ବାହାରିଯାଏ। ସତ୍ୟ ଭାଷଣ କରିବା ଉଚିତ। ଏହି ଦିନ ଯଥାଶକ୍ତି ଅନ୍ନଦାନ କରନ୍ତୁ, କିନ୍ତୁ ନିଜେ ଅନ୍ୟ କାହା ଦ୍ୱାରା ଦିଆ ହୋଇଥିବା ଅନ୍ନ କଦାପି ଗ୍ରହଣ କରନ୍ତୁ ନାହିଁ। ପ୍ରତ୍ୟେକ ବସ୍ତୁ ପ୍ରଭୁଙ୍କୁ ଭୋଗ ଲଗାଇ ତଥା ତହିଁରେ ତୁଳସୀ ଦଳ ପକାଇ ଗ୍ରହଣ କରିବା ଉଚିତ। ଏକାଦଶୀ ଦିନ କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ ଏହି ଦିନ ବ୍ରତ କରି ଏହାର ଫଳ ସଂକଳ୍ପ କରି ମୃତକଙ୍କୁ ଦେବା ଉଚିତ ଓ ଗଙ୍ଗାରେ ପୁଷ୍ପ ଅସ୍ଥି ପ୍ରବାହିତ କରିବା ପରେ ମଧ୍ୟ ଏକାଦଶୀ ବ୍ରତ ପାଳନ କରି ବ୍ରତ ଫଳ ପ୍ରାଣୀଙ୍କ ନିମିତ୍ତ ଦାନ କରିବା ଉଚିତ। ପ୍ରାଣୀ ମାତ୍ରେ ଅନ୍ତର୍ଯ୍ୟାମୀଙ୍କ ଅବତାର ଭାବି କାହାରି ସହିତ ଛଳକପଟ କରିବା ଅନୁଚିତ। ନିଜର ଅପମାନ କରୁଥିବା ଅଥବା କଟୁ ବଚନ କହୁଥିବା ଲୋକ ଉପରେ ଭୁଲରେ ମଧ୍ୟ କ୍ରୋଧ କରିବା ଅନୁଚିତ। ସନ୍ତୋଷର ଫଳ ସବୁବେଳେ ମଧୁର। ମନରେ ସର୍ବଦା ଦୟା ରଖିବା ଉଚିତ। ଏହି ବିଧିରେ ବ୍ରତ କରୁଥିବା ମନୁଷ୍ୟକୁ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ଦ୍ୱାଦଶୀ ଦିନ ବ୍ରାହ୍ମଣଙ୍କୁ ମିଷ୍ଟାନ୍ନ ଦକ୍ଷିଣାଦି ଦ୍ୱାରା ପ୍ରସନ୍ନ କରି ସେମାନଙ୍କୁ ପରିକ୍ରମା କରିନେବା ଉଚିତ। ବ୍ରତ ସମାପ୍ତ କରିବାର ବିଧି। ଦ୍ୱାଦଶୀ ଦିନ ସେବା ପୂଜା ଜାଗାରେ ବସି 7ଟି ଭଜା ଚଣାକୁ 14 ଖଣ୍ଡ କରି ନିଜର ମୁଣ୍ଡ ପଛପଟକୁ ଫିଙ୍ଗିବା ଉଚିତ। ମୋର 7 ଜନ୍ମର ଶାରୀରିକ, ବାଚିକ ଓ ମାନସିକ ପାପ ନଷ୍ଟ ହୋଇଗଲା, ଏହା ଭାବନା କରି 7 ଆଞ୍ଜୁଳା ଜଳ ପିଇ 7ଟି ଚଣା ଦାନ ଖାଇ ବ୍ରତ ସମାପ୍ତ କରିବା ଉଚିତ। ଚାଲନ୍ତୁ ଲାଷ୍ଟରେ ଶ୍ରୀ ନାରାୟଣଙ୍କ ସ୍ତୁତି ଟିକେ ପାଠ କରିଦେବା। କୃପାମୟ କଞ୍ଜବଦନ କର ଦୁର୍ଗତି ଛେଦନ କିଛି ଘେନ ନିବେଦନ କ୍ଷମାନିଧି ଭକ୍ତ ତାରଣ ଖେଦ ଭେଦରେ କାରଣ ଖଟାଅ ପଦ୍ମଚରଣ ଗୋବର୍ଦ୍ଧନ ଧାରଣ ହରି ଗୋପେ ଗୋକୁଳ ବିହାରୀ ଗୁହାରି ଘେନ ମୋହରି ଘେନ ଭକ୍ତ ଘନ କାଳିଆ ଘେନାଙ୍କ ବାଙ୍କ ଚୁଳିଆ ଘଟଣ ଗୁଞ୍ଜ ମାଳିଆ ଅନ୍ତର୍ଯ୍ୟାମୀ ଆର୍ତ ଭଞ୍ଜନ ଐରୀ କୂଳ ଗଞ୍ଜନ ଅଭେଦ ଜନ ଭଞ୍ଜନ ଚକ୍ରପାଣି ଚିନ୍ତା ଦହନ ଚିନ୍ତନକାରୀ ମୋହନ ଚାଳ ଆଜ୍ଞାକୁ ବହନ ଛାତିରେ କୌସ୍ତୁଭ ମଣି ଛବି ଜହ୍ନେ ଦିନମଣି ଛନ୍ଦ କିମ୍ପା ଅଛମଣି ଜୟତ୍ରୀ ଭଙ୍ଗିମା ଠାଣିକି ଜଣାଏ ବଂଶୀ ପାଣିକି
ଯାଉ ମୋ ଦୁଃଖ ଏଣିକି। ଝଳି ପୀତାମ୍ବର ସୁନ୍ଦର, ଝଟକେ ବିମ୍ବା ଅଧର, ଝୁଲିବା ଚାଲି ସୁନ୍ଦର। ନାରାୟଣ ନନ୍ଦନନ୍ଦନ, ନାଗରୀ ହୃଦ ଚନ୍ଦନ, ନିମେଘେନ ନିବେଦନ। ଟେକ ମହିମା ଯଦୁପତି, ଟାଣ ଅଘୋର ବିପତ୍ତି, ଟାଳି ନିଏ ମୋ ସମ୍ପତ୍ତି। ଠାବେ ଯୋଗୀ କରେ ଧ୍ୟାନକୁ, ଠୁଳେ ନ ଜାଣେ ଆନକୁ, ଠିକେ ହୁଅ ପ୍ରସନ୍ନକୁ, ଠିକେ ହୁଅ ପ୍ରସନ୍ନକୁ।